ଗାଁରେ ଗରିବ ଲୋକଟିଏ ରହୁଥିଲା। ସେ ଲୋକ ସବୁଦିନେ ଜଙ୍ଗଲକୁ କାଠ କାଟିବାକୁ ଯାଏ ଏବଂ ସେ କାଠ ଆଣିକି ତା ପରିବାର ଖୁସିରେ ଚଳେ। ଦିନେ ସେ ଲୋକ ଜଙ୍ଗଲକୁ କାଠ କାଟି ଗଲାବେଳେ ତା ସ୍ତ୍ରୀ ପଛରୁ ଡାକିକି କହିଲା, ହେଇ ଟିକେ ଶୁଣ, ବର୍ଷା ଋତୁ ପାଖେଇଲାଣି, ଘରେ ନିଆଁ ଜାଳିବା ପାଇଁ କାଠ ଖଣ୍ଡିଏ ବି ନାହିଁ। ଆଜି ଟିକେ ଅଧିକା କରି କାଠ ଧରିକି ଆସିବ। ହଉ ତେବେ ଠିକ୍ ଅଛି, ମୁଁ ଆଜି ଅଧିକା କାଠ କରି ଆଣିବି। ତାପରେ ସେ ଜଙ୍ଗଲକୁ ବାହାରିଗଲା। ସେ ଗୋଟେ ବଡ଼ ଗଛକୁ କାଟୁ କାଟୁ ହଠାତ୍ କି ଭୂମିକମ୍ପ ହେଲା ଏବଂ ଗଛଟି କଥା କହିବାକୁ ଲାଗିଲା। ତାପରେ ଲୋକଟି କହିଲା, ଆରେ ଏଠି ତ କେହି ବି ନାହିଁ, ତାହେଲେ କଥା କିଏ କହୁଛି? ଆରେ କାଠୁରିଆ ଭାଇ, ମୁଁ ଗଛ। କଣ ହେଲା? ଗଛଟା କଥା କହୁଛି? ଆଚ୍ଛା ତମେ କିଏ? ତମେ କଣ ପାଇଁ ଗଛ ହେଇଯାଇଛ ମତେ କୁହ। ମୁଁ ତମ ପରି ମଣିଷଟିଏ। ମୋ ନାଁ ହେଲା ମହିଷ। ମୁଁ ଗୋଟେ ଋଷିଠୁ ଅଭିଶାପ ପାଇ ଗଛ ହେଇଯାଇଛି। ହେଲେ କାହିଁକି? କଣ ପାଇଁ? ଦିନେ ମୁଁ ଏ ବାଟରେ ଗଲାବେଳେ ଦେଖିଲି ଜଣେ ଋଷି ବସିଥିଲେ। ତାଙ୍କ ନାଁ ହେଲା ଦୁର୍ବାସା। ମୁଁ ଋଷିକୁ ଦେଖି ହସିକି କହିଲି, ଆରେ ଏ କିଏ ଯାହାର କି ଏଡ଼େ ଏଡ଼େ ବାଳ? ତାପରେ ସେ ମୋତେ କହିଲେ, ମୂର୍ଖ, ତୁ ମତେ ପରିହାସ କରୁଛୁ? ଦେଖ, ବର୍ତ୍ତମାନ ମୋ ଅଭିଶାପରେ ତୁ ଗଛ ହେଇଯା। ଆଉ ସେଦିନଠୁ ମୁଁ ଗଛ ହେଇଗଲି। ମୋତେ ରକ୍ଷା କର କାଠୁରିଆ ଭାଇ, ମୋତେ ରକ୍ଷା କର। ହଉ ତେବେ ଠିକ୍ ଅଛି, ମତେ କୁହ କଣ କଲେ ତମେ ମଣିଷ ହେଇପାରିବ? ତମ ଗୋଡ଼ରେ ମୋତେ 3 ଥର ଗୋଇଠା ମାର, ତାପରେ ମୁଁ ଆପେ ଆପେ ମୋ ଗଛରୁ ମଣିଷ ହେଇଯିବି। ହଉ ତେବେ ଠିକ୍ ଅଛି। ଆରେ ସତରେ ତ ଗଛଟା ମଣିଷ ହେଇଗଲା। ଧନ୍ୟବାଦ କାଠୁରିଆ ଭାଇ, ଧନ୍ୟବାଦ। ତମେ ଆଜି ମୋର ଜୀବନ ରକ୍ଷା କରିଛ। ଆରେ ନାହିଁ ଭାଇ, ଗୋଟେ ମଣିଷର ଜୀବନ ରକ୍ଷା ତ ଗୋଟେ ମଣିଷର କର୍ତ୍ତବ୍ୟ ହିଁ ହୋଇଥାଏ। ଏଥିରେ ଧନ୍ୟବାଦ କହିବାରେ କଣ ଅଛି? ତାପରେ ଦୁହିଁଙ୍କ ଭିତରେ ଭଲ ବନ୍ଧୁତା ହିଁ ହେଇଗଲା। ତାପରେ କାଠୁରିଆ ପୁଣି କାଠ ଧରିକି ତା ନିଜ ଘରକୁ ଚାଲିଗଲା।